ଅଜା ତମେ ତ ଏତେ ବଡ ଗୁଣିଆ ଭୂତ ଡାହାଣୀ ତମ ନାଁ ଶୁଣୁ ଶୁଣୁ କୋଷ ଦୂର ରହିବା କଥା ତମେ କଣ ଡରୁଛ? ଆରେ ଡରିଆ କଥା ନୁହଁ ଆମର ଅଧା ଗୁଣିଆଟା। ଅଧା ଗୁଣିଆ ମାନେ? ଆରେ ଅଧା ଗୁଣିଆ ମାନେ କଣ ମୁଁ ଯଦି ପୁରା ଗୁଣିଆ ହେଇଥାନ୍ତି ତାହେଲେ କିଛି ଡର ଭୟ ନଥାନ୍ତା। ସେ କଥା କଣ କହିଲୁ ମୋ ଗୁରୁ ମତେ କହିଥିଲା ଯଦି ତୁ ଅମାବାସ୍ୟା ରାତିରେ ମଶାଣିରୁ ଯାଇକି କୁଆଁରୀ ହାଡ଼ ନେଇ ଆସିବୁ ତୁ ପୁରା ଗୁଣିଆ ହେଇଯିବୁ। ଆଉ ମୁଁ ବା ସେଦିନ ଅମାବାସ୍ୟା ରାତିରେ ଯାଇଥିଲି ତାପରେ କଣ ହେଲା ଜାଣିଛୁ? ଗୋଡ଼ ଦେଖିଲା ଜଣା ପଡୁଛି କି ମର୍ଦ୍ଦ ପିଲା ତ କୁଆଁରୀ ହାଡ଼ ନାହିଁ କୁଆଁରୀ ଅଛି। ନା କିଛି ନାହିଁ ପାଉଁଜିଟା ଘଣ୍ଟି ପିସ୍ ନେବି ପିସ୍ ନେବି ଏଇଠି ପାଉଁଜି ଅଛି ମାନେ ମତେ ଲାଗୁଛି ଏଇ କୁଆଁରୀ ହାଡ଼। କିଏ କିରେ ତୁ? ଭୂତ ଭୂତ ତୋ ରଙ୍ଗ ଢଙ୍ଗ ଦେଖିଲେ ତ ଲାଗୁନି। ମୁଁ କଣ କରିବି ଉପର ବାଲା ଯାହାକୁ ଯେମିତି କରିଛି ନା ସେଇଥିପାଇଁ ମତେ ଆର ମାସରେ ଟଟିଆ ମାରିକି ବିଦା କରିଦେଲେ। ମଶାଣି ଟଟିଆ ମାରି ବିଦା କରିଦେଲେ। ସେ କଣ ହେଇଛି କହିଲା ମୁଁ ଆର ମାସରେ ରହୁଥିଲି ମୋ ରୂପରଙ୍କ ତାଙ୍କ ସାଙ୍ଗରେ ମିଶିଲା ନାହିଁ ବୋଲି ମତେ ଟଟିଆ ମାରି ବିଦା କରିଦେଲେ। ଇଏ ତ ତୋ ସାଙ୍ଗେ ବହୁତ ବଡ ଅନ୍ୟାୟ ହେଲା। କଣ କରିବି ତମମାନେ ମୋ ସାଙ୍ଗେ ସାଙ୍ଗ ହବ ଆମେ ତୋ ସାଙ୍ଗେ ସାଙ୍ଗ ହବୁ କିନ୍ତୁ ଗୋଟାଏ ସର୍ତ୍ତରେ ତତେ ପରୀକ୍ଷା ଦେବାକୁ ପଡିବ। ପରୀକ୍ଷା ମୁଁ ପାଠ ସାଠ ଭଲ ହୁଏନି ସେଥିପାଇଁ ତୃତୀୟ ସ୍କୁଲ ଯାଉଛି। ସେ ପରୀକ୍ଷା ନୁହଁ ଆମ ଏଠି ଗୋଟେ ଭୂତ ମାନଙ୍କର ଗୋଟେ ଫିଜିକାଲ ଟେଷ୍ଟ ପରୀକ୍ଷା ହୁଏ। ଏଇ ଦେଖେ ଦେଖିଲି କହିଲୁ ଏଇଟା କେମିତି କରିବି କରିଦେବି ଯେ ସେ ଯୋଉ କହିଲା ଏସବୁ ପୁରୁଣା ହେଇଗଲା ମୁଁ ଗୋଟେ ନୂଆ ଜିନିଷ ତମକୁ ଦେଖି ଏଇ ଦେଖ ଏଇଟା ବଢିଆ କହୁଛି ସାଙ୍ଗେ ରହିଥା। ହଉ ଶୁଣୁ ଶୁଣୁ ଆଜି ଆମେ ଯିବା ସେ ଗାଁ ବାଲାଙ୍କୁ ଡରେଇ ଗାନ୍ଧିଟା ଇଣ୍ଡିକେଟର କରିବା। ନାଇଁ ନାଇଁ ମତେ ଟିକେ ନୂଆ ନୂଆ ତ ଭଲ ଲାଗୁନି ତମେ ଯା ମୁଁ କାଲିଠୁ ଯିବି। କାଲିଠୁ ଯିବୁ ହଉ ଚାଲ ଏଇଟା ନୂଆ ଜଏନ୍ ହେଇଛି ଗାଡ଼ି ବାଜି ହଉ ଯା ହଉ ଯା ଜଲ୍ଦି ହାଡ଼ ନେଇକି ପଳେଇ ଅଛି ନହେଲେ ତ ସବୁବେଳେ ପାଇଁ ତ କରିଦେବେ କହିଦେଲା ମୋ ଭାଇ କଣ କରିବି ଗୋଟେ ଗ୍ଲାସ୍ ହାଡ଼ ହେଇଥିଲା ଆସି ଆଗରୁ ଦେଇକି ହାଡ଼ ପଳେଇ ଅଛି। ପଳେଇଥିଲା ନାଇଁ ଆମକୁ ବିଦା କରି ଦେଇ ଏଠି ଗୁଆଁରୀ ହାଡ଼ କରୁଛୁ ନା ଗୁଆଁରୀ ହାଡ଼ କଣ ଏଇ ସାଲା ବହୁତ ଗାଡ଼ି ବସ୍ତାନି କଥା ଧଇଲା ସେଇଥିପାଇଁ ମୁଁ ଟିକେ ଡରିଗଲି ନହେଲେ ମୁଁ 32 କଳା ଗୁଣିଆ ହେଇଥାନ୍ତି। ଅଜା ତମ ଷ୍ଟୋରି ତ ଶୁଣିଲି ଆଉ ତମେ କେତେ ବଡ କାଢୁଆ ସେଇଟା ବି ଜାଣିଲି ଏଇଠି ଛାଡ଼ି ଦେଇକି ପଳେଇବି ନା ଘର ଭିତରେ ଶୋଇ ଦେଇକି ଆସିବି? ମୁଁ କଣ ଡରୁଆ କେଡ଼େ କେଡ଼େ ଭୂତ କାଖରେ ଦେଖି ବୁଲଛି ଯା ତୋର ଯା ପଳେଇବି ହଁ ଯା ମରିଛୁ।